হে তুম জয় সর্বত্র রে। আসিল তুমে শান্তি হই ধরারে, হেউ প্রভু হে তুম জয় সর্বত্র রে। প্রিয় শ্ରୋତା ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧନ୍ୟମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥି ଲିଖିତ ସୁସମାଚାର 11 ଅଧ୍ୟାୟର 20 ପଦରେ ଆମମାନେ ଏହିପରି ପାଠ କରୁ। ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଶକ୍ତିର କାର୍ଯ୍ୟ କରାଯାଇଥିଲା, ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରିନଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା 3.5 ବର୍ଷର ସେବା କାର୍ଯ୍ୟ ମଧ୍ୟରେ ଆପଣା ଉଦ୍ଦେଶ୍ୟ, ଚିନ୍ତା ଓ ଆଶ୍ଚର୍ଯ୍ୟ କର୍ମମାନ ଓ ବ୍ୟବହାର ମାଧ୍ୟମରେ ପ୍ରକାଶ କଲେ ଯେ ତାହାଙ୍କଠାରେ ଈଶ୍ୱରଙ୍କର ପୂର୍ଣ୍ଣତା ରହିଅଛି। ମାତ୍ର ମନୁଷ୍ୟମାନେ ସଦାବେଳେ ତାହାଙ୍କୁ ଅଗ୍ରାହ୍ୟ କଲେ। ସେହି ଦିନରେ ଯେପରି ଆଜି ମଧ୍ୟ ପୁଣି ଆଗାମୀ ସମୟରେ ସୁଦ୍ଧା ସେହିପରି ଅଟେ। ଯୌନ ଲିଖିତ ସୁସମାଚାର 3 ଅଧ୍ୟାୟର 18 ପଦରେ ଆମେ ଏହିପରି ପାଠ କରୁ। ଯିଏ ତାହାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ, ଯିଏ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରିନାହିଁ। ଯିଏ ତାହାଙ୍କଠାରେ ବିଶ୍ୱାସ କରେ ନାହିଁ ସେ ଦୋଷୀ ସାବ୍ୟସ୍ତ ହୋଇସାରିଅଛି। ପ୍ରଭୁ ଏହିପରି ଲୋକଙ୍କୁ ହିଁ ତିରସ୍କାର କରନ୍ତି। ଆଜି ସୁଦ୍ଧା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ୟର ପ୍ରମାଣ ପ୍ରକାଶ କଲା ପରେ ମଧ୍ୟ ଯେତେବେଳେ ଲୋକେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି, ପ୍ରଭୁ ସେମାନଙ୍କ ବିଷୟରେ ସତର୍କ ବାଣୀ ଦିଅନ୍ତି। କାରଣ କେହି ଯେ ବିନଷ୍ଟ ହୁଅନ୍ତୁ ଏହା ସେ ଇଚ୍ଛା କରନ୍ତି ନାହିଁ। ସେ ଚାହାନ୍ତି ଯେ ସମସ୍ତେ ତାଙ୍କ ବଳିଦାନ ଓ ପୁନରୁତ୍ଥାନର ଲାଭ ପ୍ରାପ୍ତ ହୁଅନ୍ତୁ, ଆଉ ସେମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ। ଆପଣଙ୍କ ସମ୍ବନ୍ଧରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହିପରି ଚିନ୍ତା କରନ୍ତି। ତେବେ ଆପଣ କ'ଣ କରିବାକୁ ଚାହିଁବେ?